ଦେଖନ୍ତୁ ପଖାଳ ଦିବସ କହିଲେ ତ ମୟୂରଭଞ୍ଜିଆଙ୍କ ପୂଜା। ଆମ ମୟୂରଭଞ୍ଜିଆ ମାନଙ୍କ ପାଇଁ ସବୁଦିନ ଆମର ପଖାଳ ଦିବସ। ସକାଳେ ଦିପରେ ଆମେ ପଖାଳ ଖାଇକି ବାହାରୁ। ତେଣୁ ଆମ ପାଇଁ ଏଇଟା ବହୁତ ବଡ଼ କଥା ନାହିଁ, କିନ୍ତୁ ଏଇଟା ଯେହେତୁ ପଖାଳ ଦିବସକୁ ପାଳନ କରାହେଉଛି, ପଖାଳ ଗୋଟେ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ଖାଦ୍ୟ। ଆପଣମାନେ ଦେଖିବେ ସାଇଣ୍ଟିଫିକ୍ କୋଜ୍ ବି ତାର ରହିଛି। ଆପଣ ପଖାଳଟାରେ ଗୁଡ୍ ବ୍ୟାକ୍ଟେରିଆ ମଧ୍ୟ ରହୁଛି, ଆଉ ପଖାଳ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ। ତେଣୁ ଇଏ ପଖାଳ ଦିବସ ଆମ ସମସ୍ତଙ୍କ ପାଇଁ ସ୍ୱାଗତ। ପଖାଳ ସାଙ୍ଗରେ ବାଇଗଣ ଭଜା, ବଡ଼ି ଚୁରା, ଶାଗ ଭଜା। ହଁ, ମୁଁ ସକାଳେ ପଖାଳ ଖାଇ ବାହାରିଛି। ଆଜି କ'ଣ ପ୍ରାୟ ମୁଁ ପଖାଳ ଖାଇକି ବାହାରେ। ବିଧାନସଭା ଯିବି ମାନେ ସକାଳେ ମୋର ପଖାଳ ଖିଆ ହୁଏ। ଭଜା ଟିକେ, ଚଟଣି ଟିକେ, କଲରା ଛେଚା, ଇଏ ହେଲା ଆମ ମୟୂରଭଞ୍ଜିଆଙ୍କ ପ୍ରିୟ ଖାଦ୍ୟ। ନିଶ୍ଚିନ୍ତ ଭାବରେ ଏଇଟା ହବା ଉଚିତ। ଜିଆଇ ଟ୍ୟାଗ ମଧ୍ୟ, ଯେମିତି ଆମେ ମୟୂରଭଞ୍ଜିଆ ଗାଈ ଉପରେ ମଧ୍ୟ ଜିଆଇ ଟ୍ୟାଗର ଡିମାଣ୍ଡ କରିଥିଲେ, ଏବଂ ସେଟା ଜିଆଇ ଟ୍ୟାଗ ହେଲା ମଧ୍ୟ। ଗାଈଟା ସେଟା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଏବଂ ତାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଲା। ସେମିତି ପଖାଳ ମଧ୍ୟ ଜିଆଇ ଟ୍ୟାଗ ମାନ୍ୟତା ପାଇବାର ଯୋଗ୍ୟ ଅଛି, ପାଇବା ଉଚିତ।